ବ୍ୟାସଦେବଙ୍କ ମହାମୁନି ବ୍ୟାସଦେବଙ୍କ ପଦରେ ମୋର କୋଟି କୋଟି ପ୍ରଣାମ ଜଣାଇବା ପରେ ମହାମୁନି ବ୍ୟାସଦେବଙ୍କ ପଦରେ ମୋର କୋଟି କୋଟି ପ୍ରଣାମ ଜଣାଇବା ପରେ ଗହଣ ଦଳ ତଳମଣ୍ଡଳରୁ ଆସିଥିବା ସମସ୍ତ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ତଥା ଶୁଭେଚ୍ଛା। ଆଜିର ବିରଜା ମଣ୍ଡଳରେ ଯାଜପୁରର ବ୍ୟାସନଗର ସ୍ଥାନରେ ଆଜିର ଏହି ମହାମେଳାରେ ଗହଣ ଦଳର ବକ୍ତାମାନେ ଶ୍ରୀମଦ ଭାଗବତ ସମ୍ପର୍କରେ ଯେତେ କଥା ଆପଣମାନଙ୍କୁ କହିଗଲେଣି, ଆଉ କିଛି ବାକି ନାହିଁ ମୁଁ ଆପଣମାନଙ୍କୁ କହି ଶୁଣିବା ପାଇଁ। ତଥାପି ଏତିକି, ଦୀର୍ଘ ଏତେ ବର୍ଷ ଧରି ଗହଣ ଦଳରେ ରହିଥିଲା ବେଳେ ଏହି ଭାଗବତ ସମ୍ପର୍କରେ ଅନେକ ସ୍ଥାନରେ ଅନେକ କଥା, ଆଜି ବି ଏହି ସ୍ଥାନରେ ସେଇ କଥା। ଜୀବ ଏବଂ ପରମର ରହସ୍ୟକୁ ଶ୍ରୀମଦ ଭାଗବତ ବୋଲି କୁହାଯାଏ। ଭଲ ଭାବରେ ମନେ ରଖ, ଜୀବ ଏବଂ ପରମର ରହସ୍ୟକୁ ଶ୍ରୀମଦ ଭାଗବତ ବୋଲି କୁହାଯାଏ। ଜୀବ ଏବଂ ପରମର ଲୀଳାକୁ ଭାଗବତ ବୋଲି ବି କୁହାଯାଏ। ଜୀବ ଏବଂ ପରମର ଖେଳାକୁ ଶ୍ରୀମଦ ଭାଗବତ ବୋଲି କୁହାଯାଇଅଛି। ଏ ଭାଗବତ କିପରି ସୃଷ୍ଟି ହେଲା ତା ଗହଣ ଦଳର ସଭାପତି ଆପଣମାନଙ୍କୁ କହିଛନ୍ତି ଏବଂ ଏ ପୃଥିବୀ ପୃଷ୍ଠରେ ଯେତେ କବି ଆସିଥିଲେ ଆଜି ପର୍ଯ୍ୟନ୍ତ, ଯେତେ ଋଷି ମହାମୁନି ଠାରୁ ଆରମ୍ଭ କରି ଯେତେ ପଣ୍ଡିତ ଜ୍ଞାନୀ ଗୁଣୀ ଲୋକମାନେ ଆସିଛନ୍ତି ଏହି ଧରା ପୃଷ୍ଠକୁ, ତନ୍ମ ମଧ୍ୟରେ ଯେତେ କଥା ଏ ସଂସାରରେ ଦେଖିବାକୁ ଆମମାନଙ୍କୁ ମିଳୁଛି, ଧର୍ମ ସମ୍ବନ୍ଧୀୟ ବାଣୀ ଭିତରେ ଏତିକି ମାତ୍ର କହିବାକୁ ଯାଇ ମୁଁ କହୁଛି ଯେ ପ୍ରଥମ କବି ଯିଏ ଆସିଥିଲେ ତାଙ୍କ ନାମ ହେଉଛି ନାରାୟଣ। ଦ୍ୱିତୀୟ କବି ରୂପେ ଜନ୍ମଲାଭ କଲେ ତ୍ରେତୟା ଯୁଗରେ, ଯାହାଙ୍କର ନାମ ହେଉଛି ବାଲ୍ମୀକ, ଏବଂ ତୃତୀୟ କବି ଭାବରେ ଯିଏ ଜନ୍ମଗ୍ରହଣ କରିଛନ୍ତି ଦ୍ୱାପର ଯୁଗରେ, ଯାହାଙ୍କର କଥା ଆଜି ଶ୍ରୀମଦ ଭାଗବତ ଭିତରେ ଘନ ଘନ କରି ପଡ଼ି ରହୁଛି, ସେ ହେଉଛନ୍ତି ବ୍ୟାସଦେବ। ଏହି ତିନି ଜଣ କବିଙ୍କୁ କେନ୍ଦ୍ର କରି, ସର୍ବଶ୍ରେଷ୍ଠ କବି ରୂପେ କେନ୍ଦ୍ର କରି ଆଉ ଯେତେ କବି ଏ ସଂସାରରେ ଆମେମାନେ ଦେଖିବାକୁ ମିଳେ, ତହିଁ ମଧ୍ୟରୁ ଜ୍ଞାନର ପ୍ରଭାବ। ସେଇ ଜ୍ଞାନର ପ୍ରଭାବ ଭିତରେ ବ୍ୟାସଦେବ ଅଷ୍ଟାଦଶ ପୁରାଣ ଲିପିବଦ୍ଧ କରିଛନ୍ତି। ତନ୍ମ ମଧ୍ୟରେ ଗୀତା ଏବଂ ଭାଗବତକୁ ଶ୍ରେଷ୍ଠ ବୋଲିକରି ପ୍ରମାଣପତ୍ର ମଧ୍ୟ ରହିଛି। ଶ୍ରୀମଦ ଭାଗବତ ହେଉଛି 360 ଅଧ୍ୟାୟ। ଶ୍ରୀମଦ ଭାଗବତକୁ ଆପଣମାନେ ଯଦି ଖେଳେଇ ଦିଅନ୍ତି, ସେଥିରୁ ଗୋଟେ ଗୋଟେ ଅଧ୍ୟାୟ ଦେଖାଯାଏ, ତାହେଲେ ଶ୍ରୀମଦ ଭାଗବତ ହେଉଛି 360 ଅଧ୍ୟାୟ। ଏ 360 ଦିନକୁ 360 ଅଧ୍ୟାୟ କରିକିରି ମହାପ୍ରଭୁ ବହୁ ପୂର୍ବରୁ ଆମମାନଙ୍କ ପାଇଁ ସଞ୍ଚିତ ଧନକୁ ରଖିଦେଇ ଯାଇଛନ୍ତି।
সেই 360 ଅଧ୍ୟାୟ ଭିତରେ ଶ୍ରୀମଦ ଭାଗବତ ହେଉଛି ପରମ ସଂହିତା। ଏ ପୃଥିବୀରେ ଯେତେ ଶାସ୍ତ୍ର ପୁରାଣ ଅଛି ତନ୍ମ ମଧ୍ୟରେ ଲିପିବଦ୍ଧ ଅଛି ଶ୍ରୀମଦ ଭାଗବତରେ। ସେ ଭାଗବତକୁ କୁହାଯାଏ ପରମ ସଂହିତା ଏବଂ ତାର ଅନ୍ୟ ନାମ ହେଉଛି ମହାପୁରାଣ। ଏହା ବ୍ୟାଖ୍ୟା ହୋଇଥିବାରୁ ବୟାସିକାଙ୍ଗ ବୋଲି କୁହାଯାଏ। ସେଇ ଶ୍ରୀମଦ ଭାଗବତ ଭିତରେ ଏଇ ଜୀବ ପରମର ଲୀଳା ଘନୀଭୂତ ଥାଏ। ଜୀବ ଏବଂ ପରମର ଲୀଳାକୁ ଯିଏ ଜାଣିପାରିଛି ସେଇ ଏଇ ସଂସାର ମଧ୍ୟରେ ବୁଦ୍ଧ ବୋଲିକରି କୁହାଯାଏ। ତେଣୁ ସେ ଜୀବ ଏବଂ ପରମ କଣ? ହକାରେ ବହି ଜାନ୍ତି ସକାରେ ଦେଖ, ହକାରେ ବହି ଜାନ୍ତି ସକାରେ ଦେଖ, ହଂସ ହଂସ ହର ହର କହିବାକୁ ଲେଖ, ରାମ କହିବାକୁ ଲେଖ।
ଭିତରେ ଜୀବ ଏବଂ ପରମ এই 7 ଗୋଟି ମାତ୍ରାକୁ ଆୟତନ କରି ବା ଆୟତ କରି ଏ ନାସାର ପବନକୁ ମନ ଭିତରେ ଲକ୍ଷ୍ୟ ରଖି ଏବଂ ପ୍ରାଣକୁ ଆୟତ କରି ବହି ଆସୁଥିବା ପବନକୁ ଏବଂ ଗ୍ରହଣ କରୁଥିବା ପବନକୁ ଯାହାକୁ କହନ୍ତି ଶ୍ୱାସ ଏବଂ ପ୍ରଶ୍ୱାସ এই 7 ଗୋଟି ଶବ୍ଦରେ এই 7 ଗୋଟି ଶବ୍ଦ ମଧ୍ୟରେ ଶ୍ରୀ ଭଗବାନ এই ନୟନର ଉପରେ ଦୃଶ୍ୟମାନ ହୁଅନ୍ତି ଆନନ୍ଦ କବାର ହରି ହରି ବ୍ୟାସ ଜନ୍ମ ହେବା ପରେ ପରେ ପରାଶର ମୁନିଙ୍କ ଆଜ୍ଞାରେ ମାତା ସତ୍ୟବତୀଙ୍କ ଦୟାରେ କୁଣ୍ଡିନଗର ଠାରୁ এই ଉତ୍କଳ ଭୂମିରେ ବୁଲିବା ପରେ କେଉଁ ସ୍ଥାନରେ ପହଞ୍ଚିଲେ ମୋର ଲକ୍ଷ୍ୟ ପୂରଣ ହେବ এই କଥାକୁ ଚିନ୍ତା କରି ଯାଜପୁର ଅଞ୍ଚଳର ସୁକିନ୍ଦାଗଡ଼ ଭିତରେ ଶ୍ରୀ ଲକ୍ଷ୍ମୀ ଠାକୁରାଣୀଙ୍କର ବାସଭବନରେ ବୁଲି ବୁଲିକିରି ପ୍ରବେଶ କଲେ ଯାହା ଆମର ଉଦ୍ଘାଟକ ମହାଶୟ ଏଠିକି କହୁଥିଲେ ପ୍ରବେଶ କଲା ପରେ ଶ୍ରୀ ଲକ୍ଷ୍ମୀ ଦେବୀଙ୍କ ସଙ୍ଗରେ ତାଙ୍କର ସାକ୍ଷାତ ଘଟିଲା ଲକ୍ଷ୍ମୀ ଠାକୁରାଣୀଙ୍କ ନିକଟରୁ ଆଶୀଷ ଗ୍ରହଣ କରି ବଉଳ ଗଛ ମୂଳରେ ଶ୍ରୀ ବ୍ୟାସଦେବ ମହାଭାରତ ରଚନା କଲେ ରଚନା କରିବାର ଠିକ୍ 500 ବର୍ଷ ପରେ ଯୋଉ ବିଚିତ୍ର ବିଜୟ କଥା ଆମର ସଭାପତି ମହାଶୟ କହୁଥିଲେ ଏବଂ ବ୍ୟାସଦେବଙ୍କ ଠାରୁ ଯୋଉ ପଣ୍ଡୁ ଏବଂ ଧୃତରାଷ୍ଟ୍ର ଜନ୍ମ ଗ୍ରହଣ କଲେ ଏବଂ ତାଙ୍କରି ଠାରୁ ପୁଣି ବିଦୁର ଜାତ ହେଲେ ଏହି 3 ଜଣଙ୍କୁ କେନ୍ଦ୍ର କରି ହସ୍ତିନା କଟକରେ ମହାଗଣ୍ଡଗୋଳର ସୃଷ୍ଟି ପ୍ରମାଣ କଲା ଏବଂ ଯେତେବେଳେ ଏହି ଗଣ୍ଡଗୋଳର ସୃଷ୍ଟି ଦେଖିବାକୁ ମିଳିଲା ଠିକ୍ ସେହି ସମୟରେ କେଶରୀ ନଗର ନାମକ ଏକ ସ୍ଥାନରେ କେଳି କଳ୍ପବଟ ମୂଳରେ ଯଦୁ ବଂଶରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ଲାଭ କଲେ ये तुम मो कथा नुहे ये शास्त्र अनुविदित कथा भगवान श्रीकृष्ण किपरि धर्म संस्थापन करिवे जीव परित्राण को दिगरे हेबो एवं सत्य शांति दया क्षमा किपरि ए भूपृष्ठ रे देखा देबो यह को लक्ष्य करी आज जमती गहन दल आसी व्यास सरोवर में पहुंचते से धीरे 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 बुलवा को लगिले गुरु एवं पांडव भितर जो द्वंद्व लगी रहिला ए द्वंद्व को समाधान करने निमंते श्रीकृष्ण बारंबार तांकर द्वारस्थ होउछन्ति एवं बहुत थर तांको बुझाइछन्ति एपरि न करी जेपरि भावरे रक्तपात न हेब सेति प्रति दृष्टि दियो किंतु ए धन संपत्ति को लक्ष्य रखी बा निजर मान मर्यादा गादी को रक्षा करने पाई उभय दल भीतर लगी रहा गंडगोल एवं भगवान श्रीकृष्ण होती महाखेलुआड़ एपटे दुर्योधन जानुची सेपटे राजा युधिष्ठिर भी जानते किंतु तांको चिन्हिबाले कहूँ द्रौपदी द्रौपदी श्रीकृष्ण को परायत करला परे अर्जुन को सहित साक्षात हो एवं दुई जनकर कथोपकथन रे भगवान श्रीकृष्ण पांडवों अंश रोचन
ଏବଂ ମହାଭାରତ ଯୁଦ୍ଧ ଶେଷ ହୋଇଯାଉଛି। ଏହା ବ୍ୟାସଦେବଙ୍କ ଲେଖା, ଯେଉଁ ବ୍ୟାସଙ୍କ ନିକଟରେ ଆପଣମାନେ ପହଞ୍ଚିଛନ୍ତି। ସରୋବର ବୋଲନ୍ତେ ପୁରୀ ରହିଥିବା ସ୍ଥାନକୁ ସରୋବର ବୋଲି କୁହାଯାଏ। ଯାହା ସମ୍ପୂର୍ଣ୍ଣ ପୁରୀ ରହିଛନ୍ତି ସେ ହେଉଛନ୍ତି ବ୍ୟାସ, ବିଷ୍ଣୁ ରୂପାୟ ବ୍ୟାସାୟ। ସେ ସବୁ ସ୍ଥାନରେ ପୁରୀ ରହିଛନ୍ତି ବୋଲି କହୁଛନ୍ତି। ସରୋବର ବୋଲନ୍ତେ ପୁଷ୍କରିଣୀକି ବୁଝାଏ ନାହିଁ। ଆମ ପାଠ ପଢ଼ାରେ ଆମେ ଏଇ କଥା ବୁଝିଛୁ, ଆମର ଶାସ୍ତ୍ର ଜ୍ଞାନ ଅଭ୍ୟାସରେ ଆମେ ଦେଖୁଛୁ ଧର୍ମଶାସ୍ତ୍ର ମତରେ ସରୋବର ବୋଲନ୍ତେ ପୁରୀ ରହିଥିବା ସ୍ଥାନକୁ ସରୋବର କୁହାଯାଏ। ଅର୍ଥାତ୍ ବ୍ୟାସ ସବୁ ସ୍ଥାନରେ ପୁରୀ ରହିଛନ୍ତି। ମହାଭାରତ ଯୁଦ୍ଧର ଶେଷ ସମୟରେ ରାଜା ଦୁର୍ଯ୍ୟୋଧନ ଲକ୍ଷ୍ମୀଙ୍କର ପୁତ୍ର ହୋଇଥିବାରୁ ସେ କିପରି ଲକ୍ଷ୍ମୀଙ୍କର ପୁତ୍ର ଏହି କଥାକୁ ଚିନ୍ତା କରି ଜୀବନକୁ ରକ୍ଷା କରିବା ଦିଗରେ ଧାଇଁ ଆସନ୍ତି ବ୍ୟାସନଗର ଭିତରକୁ ଏବଂ ବ୍ୟାସନଗରରେ ତାଙ୍କୁ ଲକ୍ଷ୍ମୀ ଯେଉଁ ମତବାଦ ଦେଇଥିଲେ, ମୋ କଥାରେ ତୁମେ ଯଦି ରାଜି ହେବ ତାହେଲେ ମୋ ନିକଟରେ ରୁହ, ଯାହା ଯେତେ ଦୁଃଖ ଦୁର୍ଦ୍ଦଶା ଆସିବ ତାକୁ ହିଁ ମୁଁ ରକ୍ଷା କରିବି। ସେ ଯେଉଁ ମନ୍ତ୍ର ଦେଇଥିଲେ ସେ ମନ୍ତ୍ରକୁ ଲକ୍ଷ୍ୟ ନ ରଖି ରାଜା ଦୁର୍ଯ୍ୟୋଧନ ଭିଡ଼ି ଆସିଲେ ଏବଂ ପାଣ୍ଡବଙ୍କର ମୁଖ୍ୟ ସେନାପତି କହିଲେ ଅତ୍ୟୁକ୍ତି ହେବ ନାହିଁ, ସେ ହେଉଛନ୍ତି ଭୀମ। ଏଇ ନିକଟରେ ତାଙ୍କର ଜାଗାଟା ଅଛି ଏବଂ ଭୀମ ଏବଂ ଦୁର୍ଯ୍ୟୋଧନ ଭିତରେ ମହାଯୁଦ୍ଧ ଲାଗି ରହିଲା ଲକ୍ଷ୍ମୀଙ୍କ ସମ୍ମୁଖରେ ଏବଂ ବଳଦେବଙ୍କ ଲକ୍ଷ୍ୟରେ। କାରଣ ଏଇ ଦୁଇ ଜଣ ଯାକ ଦୁର୍ଯ୍ୟୋଧନକୁ ଭାରି ଭଲ ପାଆନ୍ତି। ଏହିପରି ଭାବରେ ଏତେ ଘଟଣା ଘଟିଗଲା ପରେ ଜାନୁଭଗ୍ନ ହେଇଗଲା, ମହାଭାରତ ଯୁଦ୍ଧ ଶେଷ ହେଇଗଲା। ଏ ହେଉଛି ଦ୍ୱାପର ଯୁଗର କଥା। ସେହିପରି ଭାବରେ କଳିଯୁଗରେ ଶ୍ରୀ ଚୈତନ୍ୟଙ୍କ ପରେ ପରେ ମହାପ୍ରଭୁ ବୁଦ୍ଧ ଆସିଲେ, ଅବତାର ଗ୍ରହଣ କଲେ, ଯାହାକୁ ଅନେକ ଧର୍ମର ସାଧୁ ବୋଲି କୁହାଯାଏ, ଅନେକ ଧର୍ମର ଅବତାର ବୋଲି କୁହାଯାଏ, ଯାହାକୁ ମହିମା ସ୍ୱାମୀ ବୋଲି ଡାକ ଛାଡ଼େ। ସେ ମହିମା ସ୍ୱାମୀଙ୍କ ନିକଟରେ ତାଙ୍କର ଜଣେ ଶିଷ୍ୟତ୍ୱ ଗ୍ରହଣ କରିଥିବା କୃପା ସିନ୍ଧୁ ବାବା, ତାଙ୍କୁ ବଡ଼ କୃପା ସିନ୍ଧୁ ବାବା ବୋଲି କହନ୍ତି। ମହିମା ସ୍ୱାମୀଙ୍କ ଆଜ୍ଞା କୃପା ସିନ୍ଧୁ ବାବା ଏହି ଅଞ୍ଚଳ ଭିତରକୁ ପ୍ରବେଶ କଲେ। ସେ ଯେଉଁ କୃପା ସିନ୍ଧୁ ବାବା ଅଛନ୍ତି ସେ କୃପା ସିନ୍ଧୁ ବାବାଙ୍କ କଥା ମୁଁ ଆପଣମାନଙ୍କୁ କହୁନି, ତାଙ୍କ ନାଁ ହେଉଛି ବଡ଼ କୃପା ସିନ୍ଧୁ ବାବା। ଏବଂ ସେଇ ବଡ଼ କୃପା ସିନ୍ଧୁ ବାବାଙ୍କୁ କହିଲେ ତୁମେ ସେଇ ସରୋବର ନିକଟକୁ ଯାଅ, ବ୍ୟାସ ସରୋବର। ସରୋବର ବୋଲନ୍ତେ ଆମେ ମାନେ ଭାବୁ କ'ଣ ନା ଜଳ, ଏକଥା ଜଳାଶ୍ରୟକୁ ସରୋବର ବୋଲି କହନ୍ତି। ସେ କୃପା ସିନ୍ଧୁ ଜଳର ନାୟକ, ତାଙ୍କରି ଅଙ୍ଗକୁ ମହିମା ସ୍ୱାମୀ ଦେହ ଛାଡ଼ିଲା ପରେ ପରେ କୃପା ସିନ୍ଧୁ ବାବାଙ୍କ ଦେହକୁ ମହିମା ସ୍ୱାମୀଙ୍କର ଯେଉଁ ଶକ୍ତିଟି ଥିଲା ତା ଏଇ ଅଞ୍ଚଳରେ ଦେଖିବାକୁ ମିଳିଲା ଏବଂ ତାଙ୍କର ଗୋଟେ ଟୁଙ୍ଗି ଏଇ ସ୍ଥାନରେ କେଉଁଠି ନିଶ୍ଚିତ ଥିବ, ତାଙ୍କର ମଠଟିଏ ରହିଥିବ। ମୁଁ ତ ନୂଆ ଆସିଛି ଆଜି ଏବଂ ଆସିକିରି ମୁଁ ସିଧାସଳଖ ଏଇ ମଞ୍ଚ ଉପରକୁ ଉଠି ଆସିଛି। ଲକ୍ଷ୍ମୀ ଠାକୁରାଣୀ ସେତେବେଳେ ସେ ଯେଉଁ ବଉଳ ଗଛ ମୂଳରେ ଆମର ଯନ୍ତ୍ରଟି କଟା ହୋଇଥିଲା ସେଇ ଯନ୍ତ୍ର ପାଖରେ ରହୁଥିଲେ, ବ୍ୟାସ ବଟ ମୂଳରେ ରହୁଥିଲେ, ଯାହା ଲେଖାପଢ଼ା କଥା ବ୍ୟାସ ସେଠି କରୁଥିଲେ ଏବଂ ତାଙ୍କର ସେଇ ନମୁନାଟି ଆଜି ଆମେ ଆସିକରି ମୁଣ୍ଡିଆଟିଏ ମାରୁଛେ। ସେଇ ବ୍ୟାସଦେବ ଏଇ ଗୀତା ଭାଗବତ ପୁରାଣ ବେଦ ବେଦାନ୍ତ ଯେଉଁ ବିଷୟରୁ ସବୁକିଛି ଉଦ୍ଧାର କରିକି ବିଭିନ୍ନ କଥାକୁ ଆମ ଜୀବନ ପାଇଁ, ଆମର ଭବିଷ୍ୟତ ପାଇଁ, ଆମର ଲକ୍ଷ୍ୟ ପଥରେ ସେ
आमको सहाय हो पार्टी आनंद कबार हरि हरि जिते भागवत रचना करागला यह सर्वप्रथमे आमर गौण दल सभापति महाशय जहाँ कहते से जो परम ब्रह्म हरि स्त्री मुखर जो अक्षरटी प्रकाश पाइला से अक्षर को 3 अक्षर कर अनंत को देले से जो 3 अक्षर कर अनंत को देले ये गोटे कथा आम लक्ष्य करने को पड़ो से जो 3 अक्षर टी कौन से जो 3 अक्षर कर गोटे अक्षर देहरु 3टी अक्षर करी अनंत को जातिकी देले बोले तुम्हें 3टी अक्षर नहीं आओ से 3टी अक्षर ना से 3टी अक्षर हो आज्ञा गोटे शून्यं शून्यं महाशून्य अर्थात ये गोटे शून्य से जोड़े शून्य ये गोटे शून्य प्रथम शून्यटी जदि बलदेव हूँ द्वितीय शून्यटी हूँ सुभद्रिका तृतीय शून्यटी हूँ जगन्नाथ ये 3टी जिनिस को से देले किंतु मन रखी था आपने सर्वप्रथम आपणकर नाटी जो सर्वप्रथम लिखे पूर्व गोटे श्री बोलिक लगे जदि झील पिलाटी हो से लिख कुमारी नुह तो लगे श्रीमती श्रीमती निश्चित लगे तेणु प्रथम 3टी शून्य पूर्वर गोटे श्री बोली अक्षर लगे जो श्री अक्षर लगे से श्री अक्षर गुरु कौट आनी दियंती से विषय आम मानकर धारणा थिबा दरकार प्रथम आम खाली स्कूल रे पाठ पढ़ी आसे तो नाटी को नाम ना श्री अनंत कुमार दास कि रामचंद्र भोई आम यहीपरी भाव में लिखु श्री बोलिक कौन से अक्षर से कथा आम जानना किंतु सर्वप्रथम जितेबले यही 3 शून्य जात है गुरु सर्वप्रथम आग श्रीटी को बसैले तापरे गोटे शून्य देला आ गोटे शून्य देले तृतीय शून्य लिखिले कहले ये होचंदी ब्रह्मा ये होचंदी विष्णु ये होचंदी महेश्वर एथरा भलकरी मन रहुछि तो श्री ब्रह्मा श्री विष्णु श्री महेश्वर ये 3टी शून्य पर ता पूर्व गोटे आसला श्री है 4टी से जो 4टी रहिले सी है भागवत श्रीटी रहिले आउपटे जो 3टी शून्य रहिले शेष 3टी शून्य भितर प्रथम शून्यटी हूँ भा से होती बलदेव द्वितीय शून्यटी होती सुभद्रिका एवं तृतीय शून्यटी है जगन्नाथ प्रथम शून्य जो है भा द्वितीय शून्यटी हूँ ग तृतीय शून्यटी हूँ ब चतुर्थ शून्यटी है जगन्नाथ बुझ ना ना बुझ यहीपरी आकार ये 3टी शून्य को केन्द्र करी भागवत है प्रथम शून्य रहा श्री द्वितीय शून्य रहा भा तृतीय शून्य रहा ग चतुर्थ शून्य रहा जगन्नाथ यही 4टी जाक शून्य बसबारू भागवत है तेणु जगन्नाथ दास ताकू लिखिले भाकार भाव कही
ଗଙ୍ଗାର ଅଟେ ଜ୍ଞାନ ଭାଗାର ଭାବ କହି ଗଙ୍ଗାର ଅଟେ ଜ୍ଞାନ ଭାଗାର ଭାବ କହି ଗଙ୍ଗାର ଅଟେ ଜ୍ଞାନ ଭାଗାର ଭାବ କହି ଗଙ୍ଗାର ହେତୁ କହି ଭାଗବତକୁ ପଢ଼ ପାପ ପ୍ରକୃତିଟିକୁ ଏ ଦେହରୁ ଛାଡ଼ ପାପ ପ୍ରକୃତିଟିକୁ ଏ ଦେହରୁ ଛାଡ଼ ପାପ ଏହିପରି ଆକାରରେ ଜଗନ୍ନାଥ ବଳଦେବ ସୁଭଦ୍ରା ଏବଂ ପ୍ରଥମ ଅକ୍ଷର ହେଉଛି ଯେଉଁ ଶ୍ରୀ ଏହି ଚାରି ଅକ୍ଷରକୁ ନେଇ ଏ ଭାଗବତ ଗ୍ରନ୍ଥଟି ନିର୍ମାଣ କରାଗଲା ଏବଂ ଶ୍ରୀ ବ୍ୟାସଦେବ ଶୂନ୍ୟ ଶୂନ୍ୟ ମହାଶୂନ୍ୟରୁ ବେଦ ବେଦାନ୍ତ ଉପନିଷଦରୁ ସମସ୍ତ ତଥ୍ୟକୁ ଆଣି ସର୍ବପ୍ରଥମେ ଭାଗବତକୁ ରଚନା କଲେ। ଆଜି ଆମେ ଯେଉଁ ସ୍ଥାନରେ ବସିଛେ ଏହି ସ୍ଥାନରେ ସେ ମହାଭାରତ ରଚନା କରିଥିଲେ, କିନ୍ତୁ ଏ ଭାଗବତ କୋଉଠି ରଚନା କଲେ? ଶ୍ରୀ ଜଗନ୍ନାଥ ପଞ୍ଚସଖା ଜଗନ୍ନାଥ ଦାସ ଶ୍ରୀ ଚୈତନ୍ୟ ଆସିବା ପୂର୍ବରୁ ଶ୍ରୀମନ୍ଦିରରେ ଭାଗବତକୁ ଓଡ଼ିଆରେ ଅନୁବାଦ କରିଥିଲେ। ଏକଥା ମହାପୁରୁଷମାନେ ଲେଖିଛନ୍ତି। କିନ୍ତୁ ଭାଗବତ ଯେଉଁ ଚାରୋଟି ଯାକ ଅକ୍ଷର, ଏ ଚାରୋଟି ଯାକ ଅକ୍ଷର ଭାଗବତକୁ ବ୍ୟାସ କିପରି ଆଣିକରି କେଉଁ ସ୍ଥାନରେ ବସି କିପରି ଲେଖିଲେ ତାହା ତାଙ୍କୁ ହିଁ ଗୋଚର। ଏପରି କୌଣସି କଥା ଶ୍ରୀମଦ ଭାଗବତ ଭିତରେ 360 ଅଧ୍ୟାୟ ଭିତରେ ସେ କେଉଁ ସ୍ଥାନରେ ବସିକି ଏକଥା କରିଥିଲେ ସେପରି କିଛି ଲିଖିତ ନାହିଁ। ଆଉ ଭାଗବତ ପଢ଼ିଲେ ଏ ଜୀବନ ପରିତ୍ରାଣ ଲାଭ କରେ, ଜୀବନ ଗତି ଅଗତିରେ ଯାଇ ମିଶିଯାଏ, ଜୀବନ ଚରିତାର୍ଥ ହୁଏ। ଏହି ସମ୍ପର୍କରେ ଆମ ଜୀବନର ଦିଗ ନିର୍ମାଣ ଉପରେ ତାହା ଭାଗବତ ରଚନା କରି ଥୋଇ ଦେଇ ଯାଇଛି। ଏହାକୁ ଜଗନ୍ନାଥ ଦାସ ଓଡ଼ିଆରେ ଅନୁବାଦ କଲା ପରେ ଓଡ଼ିଶାରେ ଅନେକ ସ୍ଥାନରେ ଭାଗବତ ଟୁଙ୍ଗି ଦେଖା ଦେଇଥିଲା ପୂର୍ବେ। ଏବେ ଆଉ ସେ ଭାଗବତ ଟୁଙ୍ଗି ନାହିଁ। ଯାହା ଭ୍ରମରବର ସ୍ୱାଇଁ କହିଲେ ଭାଗବତ ନାଲି କନାରେ ଗୁଡ଼ା ଗୁଡ଼ି ହେଇକି ସେଥିରେ ଚନ୍ଦନ ସିନ୍ଦୁର ଦିଆ ହୁଏ, ପୂଜା ବ୍ୟତୀତ ଅନ୍ୟ କିଛି ହଉଛି ବ୍ରାହ୍ମଣ ପଡ଼ିଦିଏ ସେହିପରି ଭାବରେ ରହିଯାଏ। କିନ୍ତୁ ସେ ଭାଗବତରେ ଯେଉଁ ଅମୂଲ୍ୟ ସମ୍ପଦ ଗୁଡ଼ିକ ଅଛି ତାକୁ ପାଠ କଲେ, ତା ତତ୍ତ୍ୱକୁ ବିଚାରକୁ ନେଲେ ବା ତା ତତ୍ତ୍ୱକୁ ବୁଝିଲେ ଜୀବନର କେମିତି ଅଗ୍ରଗତି ହୋଇପାରିବ ସେ କଥା କାହାରି ମନ ଭିତରେ ନାହିଁ। ବର୍ତ୍ତମାନ ଏ ଝିଲିମିଲି ସଂସାରରେ
ପଦବୀ ଗୁଡ଼ିଏ କେମିତି ପାଇବି, ଗୁଡ଼ାଏ କାଗଜ ନୋଟ ଅର୍ଜନ କରିବି, ଏଇ ମୋ ଜୀବନର ସୁଖ ବୋଲିକିରି ସମସ୍ତେ ଧରି ନେଇଛନ୍ତି। କିନ୍ତୁ ସେ କଥା ଆମର ଧର୍ମୀୟ ଶାସ୍ତ୍ର କହୁନି। ଧର୍ମୀୟ ଶାସ୍ତ୍ର କ'ଣ କହୁଛି ତାକୁ ହିଁ ବୁଝିବା ଦରକାର। ଏ ଭାଗବତ କ'ଣ କହିଲା, ଗୀତା କ'ଣ କହିଲା, ଅଷ୍ଟାଦଶ ପୁରାଣ କ'ଣ କହିଲା, ମାଳିକା କ'ଣ କହୁଛି, ମାଳିକା ସେଇ ଅଷ୍ଟାଦଶ ପୁରାଣ ଭିତରେ ଏକଥା କ'ଣ ସେମାନେ କହୁଛନ୍ତି ସେ କଥା ଆମ ନଜର ଭିତରେ ନାହିଁ। ଆମେ ନାନା ବାୟା ହେଇକି ବୁଲୁଛେ। ଆମ ପୂର୍ବପୁରୁଷମାନେ କ'ଣ କହିଛନ୍ତି, ଏହାକୁ ପଢ଼ିଲେ ପାଠ କଲେ ଏଇ କର୍ମ କଲେ ଏଇ ଫଳ ମିଳେ ବୋଲିକିରି ଏକଥା ଆମ ମନ ଭିତରେ କେବେ ହେଲେ ଦେଖା ଦେଉନାହିଁ। ଯେତେ କ'ଣ ଦଳ ଏଇଭଳି ମେଳା ମହୋତ୍ସବ କରିକିରି କେତେ କଥା କ'ଣ କରୁଛି। ହଁ ଏଇ କଥା ତ ଏଇ କଥା କହୁଛନ୍ତି, ଏ କ'ଣ ଜିନିଷ ଆମେ କିଛି ବୁଝିପାରୁନୁ, ଜାଣିପାରୁନୁ। ତମେ ଜାଣ ନ ଜାଣ, ଏ ଶରୀର ଆତ୍ମିକ ଜ୍ଞାନ କଥା କହିଲେ କାନରେ ବାଜିଲେ ଏ ଭିତରେ ଥିବା ପାପ ମୋଚନ ହେଇଯାଇପାରେ, ଯାହା ମହାପୁରୁଷମାନେ ମତ ଦେଇଛନ୍ତି। କିନ୍ତୁ ସେଇ ଶାସ୍ତ୍ର ଭିତରେ ସେ ଯେଉଁ ଯେଉଁ ସ୍ଥାନରୁ ଯେଉଁ ଯେଉଁ କଥା ଆଣିକି ଅଷ୍ଟାଦଶ ଶ୍ଲୋକ କଲେ ଏବଂ ଅଷ୍ଟାଦଶ ପୁରାଣ କରିଛନ୍ତି, ସେୟାକୁ ଲକ୍ଷ୍ୟ କରିକିରି ପାଠ କଲେ ଏ ଜୀବନର ଲକ୍ଷ୍ୟ ଠିକ୍ ସ୍ଥାନରେ ମିଳିପାରିବ। ଆନନ୍ଦ ଏକବାର ହରି ହରି। ସେଇ ଭାଗବତ ଭିତରେ ଯେତେ କଥା ନିର୍ମାଣ କରାଯାଇଛି ଲକ୍ଷ୍ୟ କଲେ ଜଣାଯିବ। ପ୍ରଥମ ଶ୍ଲୋକଟି ସେ କହୁଛନ୍ତି, ନାରାୟଣ ନମସ୍କୃତଂ ନରଚୈବ ନରୋତ୍ତମ ଦେବୀ ସରସ୍ୱତୀ ବ୍ୟାସଂ ତତୋ ଜୟ ମୁଦିରୟତେ ମୂକଂ କରତି ବାତାଳଂ ପଙ୍ଗୁ ଲଙ୍ଘୟତେ ଗିରି। ଯଦି ଜଣେ ମୂକ ଥାଏ ସେ ଲକ୍ଷ୍ୟ ଦେଇଥାଏ, ପଙ୍ଗୁଟିଏ ହେଇଥିଲେ ମଧ୍ୟ ସେ ଗିରିକୁ ଲଙ୍ଘି ପାରିବ। ମାନେ ଯେତେ ବଡ଼ ପର୍ବତ ବି ପାହାଡ଼ ହେଇଥାଉ ସେ ଚଢ଼ିକି ତା ଉପରକୁ ଯାଇପାରିବ। ପଙ୍ଗୁ ଲଙ୍ଘୟତେ ଗିରି ଯତ୍ କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ। ସେଇ ପ୍ରଭୁଙ୍କର ବା ସେଇ ମାଧବଙ୍କର ପାଦକୁ ଯଦି ଆମେ ବନ୍ଦନା କରାଯାଏ ବା ସେଇ ପାଦକୁ ଆମେ ଯଦି ବନ୍ଦୀ କରିପାରିବା, ଅର୍ଥାତ୍ ପବନକୁ ଧରିପାରିବା, ମନକୁ ଆତ୍ମା ସହିତ ମିଳେଇ ପାରିବା, ଜୀବ ସାଙ୍ଗରେ ଯାଇକିରି ମନ ମିଶିଯିବ ବା ଆତ୍ମା ଜୀବ ଆତ୍ମା ସହିତ ମିଶିବ, ମନ ପବନ ସହିତ ସ୍ଥିର ହେଲେ ଆତ୍ମାରେ ମିଳନ ହୁଏ। ଆତ୍ମା ପରମାତ୍ମାକୁ ଭେଟିବା ପୂର୍ବରୁ ଜୀବ ଆତ୍ମାକୁ ଭେଟିଥାଏ। ଜୀବ ଆତ୍ମାକୁ ଭେଟିଲା ପରେ ଏ ଜୀବନ ସାର୍ଥକ ଆସିଥାଏ, ଜୀବନର ଭବିଷ୍ୟତ ଆସିଯାଇଥାଏ। ଆତ୍ମା ଯେତେବେଳେ ଜୀବ ଆତ୍ମାକୁ ଭେଟିଥାଏ, ଅର୍ଥାତ୍ ବ୍ୟାସ ଯେତେବେଳେ ଲକ୍ଷ୍ମୀଙ୍କୁ ଆସି ଭେଟିଲେ, ତାଙ୍କରି କୃପାରେ ତାଙ୍କରି ଦୟାରେ ଏତେ ବଡ଼ କବି ପଦ ପାଇପାରିଛନ୍ତି। ବ୍ୟାସଙ୍କୁ ବା କିଏ ନ ଚିହ୍ନିଛି ଏ ଜଗତରେ, ଏ ତିନିପୁରରେ। ତାଙ୍କ କଥା କୋଉ ଶାସ୍ତ୍ରରେ ନାହିଁ ବୋଲି ବି କଥା ନାହିଁ, ସବୁ ଶାସ୍ତ୍ରରେ ତାଙ୍କ କଥା ଲେଖା ଅଛି। ଯେତେବେଳେ ଆତ୍ମା ଜୀବ ଆତ୍ମାକୁ ଭେଟିଥାଏ, ଜୀବ ଆତ୍ମା ପରମାତ୍ମାଙ୍କ ନିକଟରେ ପହଞ୍ଚିବା ପାଇଁ ଏତେ ସହଜ ସାଧ୍ୟ ହୋଇନଥାଏ। ସେହିପରି କୋଟିକରେ କି 10 କୋଟିରେ ଗୋଟାଏ ଲୋକ ଦେଖିବାକୁ ମିଳିଥାଏ, ତଥାପି ନୁହେଁ। ଯାହା ପ୍ରମାଣ ପତ୍ର ରହିଛି, ଦିନେ ଅର୍ଜୁନକୁ ଶ୍ରୀକୃଷ୍ଣ ନେଇକରି ଯାଇଥିଲେ ଜୀବ ଆତ୍ମା ଗତି, ଏବଂ ଜୀବ ଆତ୍ମା ତାଙ୍କୁ ପଚାରିଲେ, କିଏ ତୁମେ ଲୋକକୁ କୁଆଡ଼େ ନେଇକରି ଆସିଛ? ତମକୁ ମୁଁ କହିଥିଲି ତୁମ ବାହୁ ଛାୟା ତଳରେ କେମିତି ଆସିଲା?
भगवान श्रीकृष्ण के हाथ जोड़ी देले बोले क्षमा करेंगे आज्ञा। तेणु जीवात्मा पाखर परमात्मा को भेटा हेले परम ब्रह्म कृपा थी दरकार नुहे तो जीवात्मा पाखे मनुष्य मृत्यु हो जाए अर्थात पवन न फेरी पारे प्राण को आयत्त करी जहाँ प्राणायाम बोली कह जाए आयत्त कर से स्थान को भेटा असंभव तेणु से किए ना आमर गंजामर आसी उत्सव सब आप कहते 24 अक्षर को घेनिकी अनंत ये कथा कले से 24 अक्षर हूँ गायत्री जहाँ को गायत्री मंत्र बोली आपण माने कहती से गायत्री मंत्र को धरिकी 24 अक्षर गायत्री मंत्र मन रखि था पुणी 64 अक्षर भी गायत्री अच्छी एक पदा गायत्री अच्छी दुई पदा गायत्री तृतीय पदा गायत्री अच्छी 24 अक्षर गायत्री मंत्र टी से देले ताकू विश्वस्वरूप नहीं 4 श्लोक कले तापर नारायण को देले सावित्री नायक यहीपरी भाव व्यास पर्यंत गला सुख व्यास को कहले व्यास यहीपरी 9 जन मुनि मिश्री भागवत को रचना कले से भागवत भितर से जीव परमर खेल लगी रही जो ध्रुवंग कथा कहले जो राजा कथा कहले अमुक कथा कहले नीति कथा कहले से माने से स्थान रे बास करिसथि जीव निकट को जाई जो जो स्थान रे जो जो लोक माने बास करी रहिसथि से मानकर कथा सेठी उल्लेख करदेले ए निमि राजा ध्रुव प्रहलाद यही मान कथा कहले यही माने जन जन भक्त से स्थान मानक रहिसथि तांको बଳରେ से मान कथा भागवत लेखाला जी जो पर्यंत गति कला तार से पर्यंत लेखाला जो मैंने से पर्यंत गति करने कथा से ना भागवत नहीं आदौ तेणु ये भागवत टी परम शास्त्र होइथिबारु याकू अध्ययन कले ए मन आ प्राण ठीक दिगरे गति करिब ठीक दिगरे एवं ठीक कर्म जो गति करिब धीरे धीरे मनीष पाहाच को पाहाच उठी 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 माँ निकट में पहुंची जीव माँ जदि कोल कर नहीं गला ताकू महापुरुष बोली कह जाए माँ निकट में पहुंचला जड़े जड़े जदि भक्त से होती अच्युतानंद महापुरुष दशमंत महापुरुष ताकू महापुरुष बोली कह जाए माँ निकट में पहुंची माँ जैसे दया करती से गुड़िक सब सर्जना है माँ को बल सृष्टिर सबकि गढ़ी उठी तेणु आम तो मन को आयत्त करने माँ तो केते दूर अच्छी ना तेणु ये शरीरार्थ भितर शरीर भेद भितर यही शरीर में सबकि अच्छी यही शरीर को लक्ष्य रखी तुम 5 मन को एकत्रित करी 25 प्रकृति को विलोप करी धीरे धीरे मन को आयत्त करी धीरे धीरे गछ चढ़िले फल ऊपर अच्छी पाइब आनंद गवार हरि हरि आसंता कार्यक्रम 5/4/2014 तालचर राज्य माँ हिंगुलांक प्रांगण रे कालिका मंडल आनुकूल्य सारा रात्र रही ब्रह्मध्वनि जागरण और महामंत्र महानाम संकीर्तन
ମହାଦଳ ଷୋଳମଣ୍ଡଳର ଭଉଣୀମାନଙ୍କୁ ନିବେଦନ କରୁଅଛି। ହରେ ରାମ କୃଷ୍ଣ ଶ୍ୟାମ ପରା ରମା କାମ ଦାମ ନନ୍ଦ ଦୀନ ଧର୍ମ ସାଧୁ ମଧୁ ନାମ ଧର୍ମ। ଇଏ ହେଉଛି ମହାମନ୍ତ୍ର ମହାନାମ। ଏ ସଂସାରରେ ଯେତେ ନାମ ଅଛି ତନ୍ମଧ୍ୟରେ ଏହି ନାମଟି ହେଉଛି ସର୍ବଶ୍ରେଷ୍ଠ ଏବଂ ତନ୍ମଧ୍ୟରେ ସିଏ ଯେଉଁ ସ୍ଥାନରୁ ଆସିଛି ଏ ଯେଉଁ 16 ନାମ 32 ଅକ୍ଷର ଯାହାକୁ ମହାମନ୍ତ୍ର ବୋଲି କୁହାଯାଏ, ଇଏ ଯେଉଁ ସ୍ଥାନରୁ ଆସିଛି ତାକୁ ବୀଜ ମନ୍ତ୍ର ବୋଲି କୁହାଯାଏ। ସେ ବୀଜ ଦେହରୁ ଆସିଛି, ସେ ବୀଜଟି ହେଉଛି ଓଙ୍କାର। এই ଓଙ୍କାର ବୀଜ ମନ୍ତ୍ର ସହ ମହାମନ୍ତ୍ର ମହାନାମକୁ କାଳିକା ମଣ୍ଡଳର ତାଳଚେର ରାଜ୍ୟର ମା ହିଙ୍ଗୁଳାଙ୍କ ପୀଠରେ ଆସନ୍ତା 5 ତାରିଖ ଦିବାରାତ୍ର ନେଇ ଯେଉଁ ମହାମନ୍ତ୍ର ମହାନାମ ସଂକୀର୍ତ୍ତନ ରହିଛି, 16 ମଣ୍ଡଳର ସମସ୍ତ ଭାଇ ଭଉଣୀମାନେ